ଜଗତସିଂହପୁର ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ମୁଖ୍ୟ ନ୍ୟାୟାଧୀଶ ଚକ୍ରଧାରୀ ଶରଣ ସିଂଙ୍କ ଦ୍ୱାରା ଲିଗାଲ ଏଡ୍ ଡିଫେନ୍ସ କାଉନସିଲ କାର୍ଯ୍ୟାଳୟ ଆଭାସୀ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି। ଏହାର ଉଦ୍ଦେଶ୍ୟ ଦୀର୍ଘଦିନ ଧରି ଜେଲ ମଧ୍ୟରେ କାରାଦଣ୍ଡ ଭୋଗୁଥିବା ଅଭିଯୁକ୍ତମାନଙ୍କୁ ଲିଗାଲ ଏଡ୍ ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ପ୍ରଦାନ କରିବା ଏହି ଲିଗାଲ ଏଡ୍ କାଉନସିଲ କାର୍ଯ୍ୟାଳୟ ଦ୍ୱାରା ପ୍ରଦାନ କରାଯିବ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାର ଜଜ୍ ଓ ଆଇନଜୀବୀ ମାନେ ଉପସ୍ଥିତ ଥିଲେ। ଏବଂ ମୋ ସାଙ୍ଗେ ଦୁଇ ଜଣ ଅଛନ୍ତି, ଚିଫ୍ ହେଉଛନ୍ତି ଓଜଦ୍ୟୁତି ମହାନ୍ତି ଏବଂ ମୋ ସାଙ୍ଗରେ ଆଉ ଜଣେ ମଧ୍ୟ ଅଛନ୍ତି ଆସିଷ୍ଟାଣ୍ଟ ଅଛନ୍ତି। यार उद्देश्य हूँ जो मैंने जेल अच्छा जो केस प्रॉपर डिफेंड हो पारना अभिज्ञ आईनजीवी द्वारा डिफेंड कराहब ठीक भाव ट्रायल कर जो थे कि कन्विक्शन रेटा ये हेनी जो अनभिज्ञ वकिल ट्रायल कर जो कन्विक्शन हो जाए रोक जापर। आम समस्त टीम स्पिरिट रे काम करूँ खुशी आम तो कम करूँ कि लोक मान बहुत बेनिफिट हम आम टीम स्पिरिट सब ठीक भाव कम करूँ। जगतसिंहपुर रीता साहू रिपोर्ट तीर्थक्षेत्र लाइव।